समस्त श्रोताबंधु को मोर निमंत्रण। ये श्रोताबंधु आमे आज अच्छे सोमवार मंडे गपिबा आसंता काली मंगलवार तेणु 17 तारीख मंगलवार की घटना की दुर्घटना घटवा को अच्छी का पाई केते पुष्पमाल्य अच्छी बा टेका पत्थर अच्छी आसुन देखिबा शुणिबा अनुभव करिबा। 17 तारीख मंगलवार सूर्य उदय हेले 5:54:51 पर 5:54:51 पर सूर्य अस्त हेबे 5:55:04 पर 5:55:04 पर आउ अशुभ समय निहाती जरूरी जानिया कथा दिन 2:55 रु 4:26 भितर 2:55 रु 4:26 भितर बस यहला आसंता कालीर माने 17 तारीख मंगलवार जानिबा कथा एबे शुणिबा कथा अनुभव करिया कथा अंगे अंगे निभया कथा। आमे गोटे आलोचना करिया आसंता काली ठारू धवलेश्वर मंदिर रो अतीत केबे ठारू केमिति किए एहाकू तैयारी करथिले ए जो झूला पोल जे एबे नष्ट भ्रष्ट विनष्ट अवस्था अच्छी जहाकू चाही नुआ कंक्रीट ब्रिज हेइछि आ विषय आसंता काली ठारू गोटे मिनिट आलोचना करिबा शुणिबा। आउ आपण माने समस्ते कागज कलम खंडे पाखे रखिथिबे ताकू लिखिबे मन रखिबे आपणकर भविष्यत पुओ नाती अणनाती बड़नाती कणनाती समस्त जणेबे। एटा होची ओडिशार इतिहास। आज आम शुणिबा गोटे पॉइंट धनर उपरे शेष को दीपद कहिबी धन उपरे कहीं लोक पाखु धन आसेनी ग्रह जातक क्यों ग्रहर क्यों दु अवस्था अच्छी से विषय टी आलोचना करिबा। मेष राशि मंगलवार हेतु भल बार भल दिन किंतु फल कौन मंगलवार हेतु मेष शुभ दिन 17 तारीख मेष राशि जनता को एक नूतन प्रेरणा देव जे जीवन संग्राम रे विजयी हुआ कर्मा हुआ तमे मुंड झाड़ तुंडरे मारी कठिन परिश्रम कर मु तुमको अमाप संपत्ति देवी आय बढ़ाई देवी लाभ भी देवी तुम देह पा ठीक रहिबो। सकाळ 6:20 ठारू द्विजा नक्षत्र अशुभ समय आसीबो माने सारांश है जी खटिबो सी खाइबो आउ जी न्यायतः बुद्धि विवेक बल कल कौशल रे खटिबो धर्म चिंतारे खटिबो कहार हानि करिबिनी ये चिंतारे खटिबो ता घर को अमाप संपत्ति आसीबो ता धन रे ता पिला मनीष ही जीवे। वृष कथा आलोचना करिबा। मंगलवार 17 तारीख वृष राशि को किछि नूतन शुभ खबर सुनाइबो यथा नव निजुक्ति मिली पारे बा पदोन्नति होई पारे बा जीवन साथी जोगाड़ होई पारे दैनंदिन वृत्ति व्यवसाय बाधा नहीं शारीरिक समस्या नहीं
ଯଦି ଯଥୋଚିତ ଭାବରେ ମାନସିକ ଓ ଶାରୀରିକ ପରିଶ୍ରମ କରିବେ ଆଉ ଖଟିବେ ତେବେ ବଢ଼ିଆ ଆୟ ଅମଳ ହେବ। ହେଲେ ସକାଳ 6:20 ଠାରୁ ରୋହିଣୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ମେଷ ଗଲା, ବୃଷ ଗଲା, ମିଥୁନ କଥା। ମଙ୍ଗଳବାର 17 ତାରିଖ ମିଥୁନ ରାଶି ପାଇଁ ଏକ ଭୟ ବିହ୍ୱଳ ଦିନ। ଭାଗ୍ୟାଧିପ ଶନି ଏବେ ଦଶମରେ। କର୍ମ କରିବେ। ଦୈନନ୍ଦିନ ବୃତ୍ତି ବ୍ୟବସାୟ କରିଲେ ଶାନ୍ତି ମିଳିବ। ସାଂସାରିକ କର୍ମ କରିବେ, ହେଲେ ସବୁ ଠିକ୍ଠାକ୍ ଚାଲିବ। କାମ ଆରମ୍ଭରୁ ଓ କାମ ଶେଷରେ ମନ ଟିକେ ଭୟଭୀତ ହେବ। ହେଲେ ସବୁ କାମକୁ କଲାବେଳେ ମନକୁ ଡର ଆସିବ। ସତକୁ ସତ ଅପମାନ ମିଳିଲା ଭଳି ଭୟ ଆସିପାରେ। ସକାଳ 6:20ରୁ ଆର୍ଦ୍ରା ନକ୍ଷତ୍ରର ଅଶୁଭ ସମୟ ଆସିବ। ମିଥୁନ ରାଶି ବାଲା ଯେତେବେଳେ ଯେଉଁ କାମ କଲେ ବି ଟିକେ ଡରିବେ। କାଚ ଗ୍ଲାସଟାରେ କ୍ଷୀର ପିଉଛନ୍ତି, ଡର ଆସିଯିବ କାଳେ ହାତରୁ ପଡ଼ିଯିବ କି। ଛୁଞ୍ଚିରେ ଗୋଡ଼ରୁ କଣ୍ଟା କାଢ଼ୁ କାଢ଼ୁ ସେଟା ଅନ୍ୟ ଜାଗାରେ ବାଜିଯିବ, ଡର ଲାଗିବ କାଳେ ବାଜିଯିବ କି। ବାଜୁ ନ ବାଜୁ ଆତଙ୍କିତ ଭାବରେ ସେ ସବୁ କାମ କରିବେ। କର୍କଟ ରାଶି କଥା। 17 ତାରିଖ ମଙ୍ଗଳବାର କର୍କଟ ରାଶି ପାଇଁ ଏକ ଦୁଃଖପୂର୍ଣ୍ଣ ଦିନ। ଶାନ୍ତି ଭଙ୍ଗ ହେବ। କଳହ ହେଲା ଭଳି ସମୟ ଆସିବ। ଅସୁସ୍ଥ ହେବେ। ପ୍ରିୟଜନ ଅନୁଚିତ ବ୍ୟବହାର କରିବେ। ମୁଣ୍ଡକୁ ଚିନ୍ତା ଆସିବନି। ଦୂରଯାତ୍ରା କଲେ ହଇରାଣ ହେବେ। ଅପରାହ୍ନରେ କିଛି ସ୍ୱାଦିଷ୍ଟ ଆହାର ମିଳିପାରେ। ଆପଣା ଲୋକ ପାଖେ ପାଖେ ରହିବେ। ସକାଳ 6:20 ଠାରୁ ଅଶ୍ଳେଷା ନକ୍ଷତ୍ରର ଅଶୁଭ ସମୟ ଆସିବ। ଏବେ ସିଂହ କଥା ଆଲୋଚନା କରିବା। ସିଂହ ରାଶି ମଙ୍ଗଳବାର 17 ତାରିଖ ସିଂହ ରାଶି ପାଇଁ ଏକ ବଢ଼ିଆ ଆୟକାରୀ ଦିନ। ଜାତି, ଧର୍ମ, ବର୍ଣ୍ଣ, ବୟସ, ନାରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଆବାଳ ବୃଦ୍ଧ ବନିତା, କ'ଣ କୁହାଗଲା? ଜାତି, ଧର୍ମ, ବର୍ଣ୍ଣ, ବୟସ, ନାରୀ ପୁରୁଷ ନିର୍ବିଶେଷରେ ଯିଏ ଧୂଆଁ ଭିତରେ ପଶିବ, ଧୂଆଁ ତା ନାକ, କାନ, ଆଖିରେ ପଶିବ। ମିଛ କଥା ଏଟା, ସତ କଥା ନା। ଅର୍ଥାତ୍ ମାନେ ଯିଏ ଯଥୋଚିତ କର୍ମ କରିବ ତାହାର ଆଶାତୀତ ଆୟ ହେବ। ଏଣୁ ସେ ଏଇ କର୍ମରୁ ଆନନ୍ଦ ସାଉଁଟି ଚାଲିବ। ସକାଳ 6:20ରୁ ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ଦେହ ପା ଠିକ୍ ରହିବ ଆଉ ସବୁ ଭଲ। ଯେମିତି ଖଟିବ ସେମିତି ପାଇବ, ଯେମିତି ବୁଣିବ ସେମିତି ତୋଳିବ। ପରୀକ୍ଷାରେ ଶତକଡ଼ା 100 ଠିକ୍ ଉତ୍ତର ଲେଖିଲେ ସିନା କ୍ଲାସରେ ଫାଷ୍ଟ ହେବ। ଆଉ 2-4ଟା ଉତ୍ତର ଠିକ୍ କରି ଲେଖିଦେବ, ମୁଁ ବଢ଼ିଆ ଉତ୍ତର କରିଛି କହିଲେ କେମିତି ହେବ? ନାହିଁ। କନ୍ୟା ରାଶି ମଙ୍ଗଳବାର କନ୍ୟା ରାଶି ପାଇଁ ଶୁଭ ଦିନ ନୁହେଁ, ମାତ୍ର 17 ତାରିଖ ଶୁଭ। ମଙ୍ଗଳ ଆଉ କନ୍ୟାର ଅଧିପତି ହେଲେ ବୁଧ। ଏ ଦିହେ ପରା ଶତ୍ରୁ, ତେଣୁ ଭଲ ବାର ନୁହଁ, କିନ୍ତୁ ଭଲ ଦିନ। ଯେହେତୁ ଶତ୍ରୁ ଜଗିଛି ବାଟରେ ବିଧାଏ ମାରିବ। କହିବାର ତାତ୍ପର୍ଯ୍ୟ, କଥା କଥାରେ ଆପଣା ଲୋକ ଶତ୍ରୁତା ଆଚରଣ କରିବେ। ତେଣୁ ଜଗି ରଖି ହସିକିରିଟିଏ ବ୍ୟବହାର କରିବେ, ନହେଲେ ଶତ୍ରୁତା ସୃଷ୍ଟି ହେଇଯିବ। ଏମିତି ତ କେଉଁ କଥା କଟାକଟି ହେବ, ତାପରେ ବେଶ ମତାନ୍ତର ମନାନ୍ତର ହେବ ଆଉ। ତେଣୁ କନ୍ୟା ରାଶିର ଲୋକେ ଟିକେ ସାବଧାନ। 17 ତାରିଖ ଶୁଭ ଚନ୍ଦ୍ର ଚଳନ ହେତୁ ଲାଭ 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 ଲାଭପ୍ରଦ ହେବ। କାହା ପାଇଁ କ'ଣ ଲାଭ, କିଏ କ'ଣ ପାଇଲେ ଖୁସି ହୁଏ, ତାକୁ ତାହା ହିଁ ଲାଭ ହେବ। ଏଣୁ କୌଳିକ, ମୌଳିକ, ଆର୍ଥିକ, ବୌଦ୍ଧିକ ଆଦି ବିବିଧ ଲାଭ ହେବ।
आर्थिक लाभ हम बौद्धिक लाभ हम आपण गोटा काम करेंगे बुद्धिमान परिचय देवे सेठी क्या द्वारा हो पार ना आप करदे प्रशंसा पाइबे किंतु शत्रु बौद्धिक आदि विविध लाभ हेबो जगी रखी चलिले शांति सुख पाइबे हुशियार शत्रु आउथरे कही दौची नूतन आय हेबो चेष्टा कर हस्ता नक्षत्र सकाळ 6:20 अशुभ समय आसीबो आसुवा तुला पाखक से कौन कर देखा तुला राशि 17 तारीख मंगलवार शुभ दिन ना शुभ दिन नुहे यह एक कलह दिन टिके चुप रहिले भल नहले आपण जहाँ कहे लोक मान जुक्ति करेंगे कजिया हम एणु उच्चक्त होई कजिया करि पारंती निजे निंदा पाइबे मात्र आज किछि सुख मिलिब सुख कौलिक मौलिक पारिवारिक सामाजिक आर्थिक बा पारमार्थिक यदि आपण परम भक्त होइथिबे देव दर्शन किछि पाइबे सुख मिलिब हाँ पारमार्थिक इत्यादि विभिन्न सुख मिलिब कजिया हब हुशियार जो माने परोपकारी से मानकु ही केवल पारमार्थिक सुख मिलिब आउ केवल से माने ही सुखी हेबे जो माने परोपकारी नहले अन्य मानक पई सुख नाही स्वाति नक्षत्र सकाळ 6:20 अशुभ समय आरंभ हेब बिछा पाखु जिबा बिछा राशि पाई मंगलवार शुभ मित्रवार मंगलवार बिछार होची मित्रवार सेपटे कहगला शत्रु सृष्टि हेबे एपटे कहला मित्र सृष्टि हेबे तेणु चंद्र अशुभ मित्रवार आपण व्यवहार मार्जित हम बहुत बंधु सृष्टि हेबे किंतु अशुभ चंद्र हेतु जदि चंद्र अशुभ हो जाए बिछा राशि टे बेसी क्षति हुए कहीं कौन ना बिछारे परा चंद्र नीच बिछारे चंद्र नीच चंद्र यदि अशुभ हो जाए अधिक क्षति हेनी हम ना शारीरिक पीड़ा बढ़ीज आज मंगलवार कथा कहुची शारीरिक पीड़ा बढ़ीज वृथा भ्रमण जोग आसब दूरयात्रा दुख देव आउ दूर को नगले भल गले बाटर हैरान हे ड्राइवरटा पागला मिल निजे यदि ड्राइविंग कर गाड़ी खराब हम चल चली गले चपल छिंड हुशियार नगले भल आज खाली हैरान हे सकाळु संज खाली धाँ दौड़ हे फल जीरो हैराणिया दिन यथा समय कौन कार्य हबनी पेट रोग देखा देव हाँ हुशियार अजीर्ण जनित झाड़ा बांति हो पारे आउ यकृत समस्या आसपे लिभर कहते आप यकृत बुझीपारे ये जुगर पिला यकृत बुझीपारे ओडिया जोटा यकृत इंग्रेज लिभर को जोड़ा में पित्त कहने माछ बाछिला बेले पित्त बाहर ना बेले बेले तरकारी माछ तरकारी पिता लगे कहीं पित्त फाटी जाए कढ़ाई न थाए से पित्त आम देह भी अच्छी यकृत बा लिभर से पित्त रस बाहर आम तो विज्ञान कहे पाचक रस किंतु से प्रकृत में पित्त रस सी भल जीर्ण करे हाँ तेणु बिछाराशिंकर से जंत्रटी खराब हर चांस अच्छी बेसी यकृत समय देखा जापे कौन करेंगे दही खाइबे जो मानकर यही पेट समस्या हम लिभर समस्या हेब यकृत हम जीर्ण हेनी जिते बड़े जहाँटा खाइबे खाई सारा पर टिके अध चामच दही खाईदेवे ये सब सल्व हो मन रखु दहीटा हूँ आमर अमृत आम पृथ्वी लोक मानक दही अमृत खाई सारी टे दही पिंतु ना बहुत भल हम मंगल हेब आउ समस्या हेब ज्येष्ठा नक्षत्र सकाळ 6:20 अशुभ समय आसब दैनंदिन कार्य बाधा आसब आय मांदा हेब शांति भंग हेब
ଭଲ ଦିନ ନୁହଁ ଆଜି। ହୁସିଆର ଟିକେ, ଦହିକି ଭରସା କରନ୍ତୁ, ବଞ୍ଚିଯିବେ। ଧନୁ କଥା, ମଙ୍ଗଳବାର 17 ତାରିଖ ଧନୁରାଶି ପାଇଁ ଶୁଭ ମିତ୍ରବାର। ମିତ୍ରତା ବଢ଼ିବ, ଆୟ ବୃଦ୍ଧି ହେବ। ହେଲେ ଏଥିପାଇଁ ଅଦମ୍ୟ ଉଦ୍ୟମ ଦରକାର। ଆୟ ବଢ଼ିବ ବୋଇଲେ କ'ଣ ଗଛ ହଲେଇଲେ ଟଙ୍କା ଖସି ଆସିବ ନା କ'ଣ? ନାଇଁ ନାଇଁ, କାହା ପାଇଁ କେତେ ଶ୍ରମ ଆବଶ୍ୟକ ସେତିକି ଶ୍ରମ କରିବାକୁ ପଡ଼ିବ, ନହେଲେ ମିଳିବନି। ଅଦମ୍ୟ ଉଦ୍ୟମ ଦରକାର। ଶାନ୍ତିପ୍ରଦ ଦିନ। ପୂର୍ବାଷାଢ଼ା ନକ୍ଷତ୍ର ପାଇଁ ସକାଳ 6ଟା 20ରୁ ଅଶୁଭ ସମୟ ହେବ। ଭାଇ ସମ୍ପର୍କ ମଜବୁତ ହେବ। ଭାଇ ଭଉଣୀ ସମ୍ପର୍କ ଟିକେ ଦୃଢ଼ ହେବ। ଭାଇ ଭାଇ ଝଗଡ଼ା, ଆଜିକାଲି ତ ଶତ୍ରୁ ଅଛି ମା ପେଟରେ କହନ୍ତିନି, ଆଜିକାଲି ଭାତୃ ସମସ୍ୟା ମାନେ ବଡ଼ ଭୟଙ୍କର ହେଉଛି। ଏ କାଲି ବାହାରିନି ପେପରରେ, ହାଣି ପକେଇଲା ମାଆକୁ ଆଉ ବଡ଼ ଭାଇକି, ସାନ ଭାଇ। ଦେହ ପା ଠିକ୍ ଠାକ୍ ରହିବ। ଦୈନନ୍ଦିନ ଜୀବିକାରେ ବାଧା ନାହିଁ। ଦୈନନ୍ଦିନ ଜୀବିକା ଜୀବନ୍ତ ପ୍ରାୟ ବୋଧ ହେବ। ଭଲ ଆୟ ଅମଳ ହେବ। ଆଜି ଭଲ ଦିନ କାହା ପାଇଁ? ଧନୁରାଶି ପାଇଁ। ମକର କଥା ବୁଝିବା। 17 ତାରିଖ ମଙ୍ଗଳବାର ମକର ପାଇଁ ଭଲ ଦିନ ନୁହେଁ। ଶ୍ରବଣା ନକ୍ଷତ୍ର ପାଇଁ ଅଶୁଭ। ମଙ୍ଗଳବାର ହେତୁ ଶତ୍ରୁ ବୃଦ୍ଧି, ଋଣ ବୃଦ୍ଧି, ରୋଗ ବୃଦ୍ଧି ହେବ। ବାପରେ 3ଟା ଯାକ ବଢ଼ିଯିବେ, ଋଣ, ଶତ୍ରୁ ଆଉ ରୋଗ। ମାନେ ତମ ବ୍ୟବହାର ଅତି ଭୟଙ୍କର ହେବ। ତୁମର ପ୍ରିୟ ଲୋକ ତୁମକୁ ଘୃଣା କରିବେ, ଆଦର କରିବେନି। ସାବଧାନ ଟିକେ। ଧନାଗମ ହେବ। ଟିକେ କଠିନ ଅଧ୍ୟୟନ କରିବାକୁ ପଡ଼ିବ। କଠିନ ଶ୍ରମ କଲେ ଧନ ଆସିବ, ନହେଲେ ନାହିଁ। ଦୈନିକ ବୃତ୍ତି ବ୍ୟବସାୟ ସେବାରେ ବାଧା ଆସିବ। ନୀତି ଯେଉଁ ବୃତ୍ତି ବ୍ୟବସାୟ କରି ବଞ୍ଚିଛେ ସେଥିରେ ବାଧା ଆସିବ। କୁମ୍ଭ କଥା, 17 ତାରିଖ ମଙ୍ଗଳବାର କୁମ୍ଭ ରାଶି ପାଇଁ ଏକ କର୍ମମୁଖର ଦିନ। ଉଦ୍ୟମ କଲେ ସଫଳ ହେବେ। ସବୁ କାମରେ ଖୁସି ହେବେ। ଆୟ କରିବା ପାଇଁ ଉତ୍ତମ ବାତାବରଣ ସୃଷ୍ଟି ହେବ। ସକାଳ 6ଟା 20ରୁ ଧନିଷ୍ଠା ନକ୍ଷତ୍ରର ଅଶୁଭ ସମୟ ଆସିବ। ଦେହ ଓ ମନ ସୁସ୍ଥ ରହିବ। ଉପହାର ପାଇପାରନ୍ତି। ସୁସମ୍ବାଦ ମିଳିବ। ସାମାନ୍ୟ ଚେଷ୍ଟାରେ ଅନେକ ସୁଫଳ ପାଇବେ। ଭଲ ଦିନ ଆଜି। କୁମ୍ଭର ଗୋଟେ ବଢ଼ିଆ ଦିନ। ଯେଉଁ କାମ କରିବେ ସଫଳ ହେବେ। ହେଲେ ଏହା ଜାଣି ଯଦି ଆପଣ କାହାକୁ ମାରିବାକୁ ଯିବେ, ପିଟିବାକୁ ଯିବେ, କାହା ବାଡ଼ିରେ ଫଳ ହେଇଛି ଡାଳ ଭାଙ୍ଗି ଦେଇ ଆସିବେ, ସେଥିରେ ସବୁ ପୁଣ୍ୟ ନଷ୍ଟ ହେଇଯିବ। ପରେ କାନ୍ଦିବେ। ମୀନ କଥା ବୁଝିବା। 17 ତାରିଖ ମଙ୍ଗଳବାର ମୀନ ରାଶି ପାଇଁ ମିତ୍ରବାର। ମାତ୍ର ରେବତୀ ନକ୍ଷତ୍ର ପାଇଁ ଅଶୁଭ ଦିନ। ସକାଳ 6ଟା 20 ପରେ ରେବତୀ ନକ୍ଷତ୍ରର ଅଶୁଭ ଆରମ୍ଭ ହେବ। ମଙ୍ଗଳବାର ହେତୁ ବିଶେଷ ସମସ୍ୟା ନାହିଁ, ମାତ୍ର ଶାନ୍ତି ଭଙ୍ଗ ହେବ। 17 ତାରିଖ ଭଲ ଦିନ ନୁହଁ, ମଙ୍ଗଳବାରଟା ଭଲ ବାର। ରୋଗାକ୍ରାନ୍ତ ହେବେ। ଖର୍ଚ୍ଚ ବଢ଼ିଯିବ। ଆୟ ଅମଳରେ ବାଧା ଆସିବ। ତେଣୁ ଟିକେ ହୁସିଆର, ଜଗି ରଖି କାମ କରନ୍ତୁ। ଆମେ ଟିକେ ପୂର୍ବରୁ ଆଲୋଚନା କଲେ ଶୁଭାଶୁଭ କହୁଥିଲି। ଆପଣମାନେ ଘରୁ ବାହାରିଲା ବେଳେ ଯେ ଦେଖିଲେ ଗାଈ ପିଠିରେ କୁଆଟିଏ ବସିଛି, ଜାଣନ୍ତୁ ଯାତ୍ରା ଶୁଭ ହେବ, କାମ ସଫଳ ହେବ। ସେ କୁଆ ଯଦି ଗାଈ ଲାଙ୍ଗୁଡ଼ରେ ବସିଥାଏ ତାହେଲେ ଯାଆନ୍ତୁନି, ପଛକୁ ଫେରି ଆସନ୍ତୁ। କାମରେ ବାଧା ସୃଷ୍ଟି ହେବ। ଯାତ୍ରା ଅମଙ୍ଗଳ ହେବ। କେଉଁଠି କ'ଣ ଅଘଟଣ ଘଟିପାରେ। କାକ ଆଉ ଗୋ ଶୁଭ ସମ୍ବନ୍ଧ। ଆଉ ସେ ଗାଈ ପିଠିରେ ବସିଥିବା କୁଆ ଯଦି ରାବି ଦେଲା, ମାନେ ସିଏ ଆପଣଙ୍କୁ କହିଲା ତମେ ଘରୁ କିଛି ଭଲ ଜିନିଷ ନେଇକରି ଆସିବ, ଯାଉନା ଯାଅ ମ ଇତ୍ୟାଦି। ଆଉ ଗାଈ ଲାଙ୍ଗୁଡ଼ରେ ବସିଥିବା କୁଆ ଯଦି ରାବି ଦେଲା, ସେ ଆପଣଙ୍କୁ କହିଲା ନା ଯା ନା, କିଛି ନିନ୍ଦା ନେଇ ଆସିବୁ ବା ଦୁଃଖ ଭାର ନେଇକରି ଆସିବୁ। ବନ୍ଧୁ ହେଇଗଲା ଶୁଭାଶୁଭ କଥା।
ହେଲେ ଧନ କଥା ମୁଁ କହିଥିଲି ନା, ଜାତକରେ ଆପଣ ଦେଖିବେ ଅଷ୍ଟମ ଘର ଆଉ ଦ୍ୱିତୀୟ ଘର। ଅଷ୍ଟମାଧିପତି ଯିଏ ହେଇଥାଉ, ସେ ଅଷ୍ଟମାଧିପତି ପରେ ଆଲୋଚନା କରିବା କାଲି କିଏ କିଏ ସାମାନ୍ୟ ଶୁଭ ଦିଅନ୍ତି, ବାପ ପୁଅ ସାମାନ୍ୟ ଶୁଭ ଦିଅନ୍ତି, ସେ କଥା ମୁଁ କାଲି କହିବି। ଆଜି କହୁଛି ଅଷ୍ଟମାଧିପତି ସେ ଯେଉଁ ଗ୍ରହ ହେଇଥାଉ, ବୃହସ୍ପତି ହେଇଥାଉ ବା ଶନି ହେଇଥାଉ, ଯଦି ଜାତକରେ ଦ୍ୱିତୀୟ ଘରେ କି ଦଶମ ଘରେ ଅଛନ୍ତି, ଦ୍ୱିତୀୟାଧିପତି ଯଦି ଜାତକରେ ଦ୍ୱିତୀୟ ଘରେ ବା ଦଶମ ଘରେ ଅଛନ୍ତି, ଜାଣନ୍ତୁ ଆପଣ ଧୀରେ ଧୀରେ ତଳିତଳାନ୍ତ ହେଇଯିବେ। ତାର ନୀତି ଲେଖା ହେଇଛି, ନିଧନ ପୋ ଧନ କର୍ମ ଗୋ ଯଦି ଭିକ୍ଷୁକ ଭବତି ନୃପତନୟ। ରାଜା ପୁଅ ଯାହାର ଅଚଳାଚଳ ସମ୍ପତ୍ତି ସେ ଭିକାରୀ ହେଇଯାଏ। ଯଦି ନିଧନ ପୋ ଅଷ୍ଟମ ଘରର ମାଲିକ ଜାତକରେ ଦ୍ୱିତୀୟ ଘରେ ବା ଦଶମ ଘରେ ଥାଏ। ହଁ ବନ୍ଧୁ, ଆସନ୍ତାକାଲି ଆଉ କିଛି ଆଲୋଚନା କରିବା। ଆଶା କରେ ଆପଣମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଶୁଣନ୍ତୁ। କେତେବେଳେ କ'ଣ ଗୋଟେ ମୁଁ କହିଦେଉଛି ତ ମନେ ରଖିବେ। କାଲି ଭାବୁଛି ଏଇ ଓଡ଼ିଶାର ସଂସ୍କୃତି, ଧବଳେଶ୍ୱର ମନ୍ଦିର ଆଉ କେତେ ରାଜା ଆମର ଆ ପୂର୍ବରୁ ଗଲେଣି, ସେ ବିଷୟରେ ଦୁଇ ଧାଡ଼ି ଗୋଟିଏ ମିନିଟ୍ ପାଇଁ କହିବି। କାଗଜ କଲମ ପାଖରେ ରଖିଥିବେ, ଲେଖି ରଖିବେ, ମନେ ରଖିବେ। ଆପଣଙ୍କର ପୁଅ ନାତି ଅଣନାତିମାନଙ୍କୁ ଜଣେଇବେ, ଶୁଣେଇବେ। ଓଡ଼ିଶା କଥା, ଆମ ଘର କଥା, ଆମ ଗାଁ କଥା, ଆମ ରାଜ୍ୟ କଥା। ମୋ ବନ୍ଧୁ ଆଜି ଏତିକି। ଆସନ୍ତାକାଲି ଯଦି ଈଶ୍ୱର ଚାହିଁବେ ଦୁଃଖ ସୁଖ ହେବା। ରହିଲି, ନମସ୍କାର।